ପିଲାମାନେ ଗତ ଭିଡ଼ିଓରେ ଆମେ ଚତୁର୍ଥ ଅଙ୍କ ଆରମ୍ଭ କରିଥିଲେ ତାର ହ୍ୱାଟ୍ସଆପ୍ରେ ଛଡ଼ା ହେଇଥିଲା କୋଶ୍ଚିନ୍ ଆନ୍ସର୍। ତାକୁ ତୁମେମାନେ କିଏ ଦେଖିଲ ନ ଦେଖିଲ କିଛି ମତାମତ ଦେଲ ନାହିଁ। ଆଜି 1 ନମ୍ବର 2 ନମ୍ବର ଶ୍ଲୋକ ସରିଥିଲା ପରେ ଆଜି 3 ନମ୍ବରଠୁ ଶ୍ଲୋକଠୁ ଷ୍ଟାର୍ଟ ହେବ। ଏବେ ଦେଖ ଆଜିର ଭିଡ଼ିଓଟି। ରାଜା ପଚାରୁଛନ୍ତି ଲତା ମଣ୍ଡପକୁ ଯେତେବେଳେ ରାଜା ବିଦୂଷକ ଯିବାକୁ ପ୍ରସ୍ତୁତ ହେଇଛନ୍ତି, ବିଦୂଷକ କହିଛନ୍ତି ହୁଏତ ପଦ୍ମାବତୀ ଏଠାକୁ ଆସିକିରି ପଳେଇ ଯାଇପାରିଥାନ୍ତି। ତେଣୁ ରାଜା କହିଲେ କଥଂ ଭବାନ ଜାନାତି, ଆପଣ କେମିତି ଜାଣୁଛନ୍ତି? ସେଠୁ ବିଦୂଷକ କହିଲେ ଇମାନ ଅବଚିତ କୁସୁମାନ ଶେଫାଳିକା ଗୁଚ୍ଛକାନ ପ୍ରେକ୍ଷତାଂ ତାବତ୍ ଭବାନ। ତେବେ ଆପଣ ଏଇ ଯେଉଁ ଶେଫାଳିକା ଫୁଲ, ଅବଚିତ ଅର୍ଥ ତୋଳା ସରିଥିବା, କୁସୁମ ମାନେ ଫୁଲ, ଏହି ତୋଳା ସରିଥିବା ଫୁଲ ଗୁଡ଼ିକୁ ଶେଫାଳିକା ଗୁଚ୍ଛକାନ, ଶେଫାଳି ଫୁଲର ଗୁଚ୍ଛ ମାନେ ପେନ୍ଥା, ଗୁଚ୍ଛକ ଅର୍ଥ ପେନ୍ଥା, ପେନ୍ଥା ପେନ୍ଥା ଶେଫାଳି ଫୁଲର ପେନ୍ଥା ଫୁଲ ଗୁଡ଼ିକୁ ତାବତ୍ ଭବାନ ପ୍ରେକ୍ଷତାମ୍, ତେବେ ଆପଣ ଦେଖନ୍ତୁ। ବିଦୂଷକ ଶେଫାଳି ଫୁଲର ଗୁଚ୍ଛକୁ ରାଜାଙ୍କୁ ଦେଖାଇଛି। ରାଜା କହିଲେ ଅହୋ ବିଚିତ୍ରତା କୁସୁମସ୍ୟ ବସନ୍ତକ, ଆହେ ବସନ୍ତକ କେତେ ସୁନ୍ଦର ହେଇଛି ଫୁଲ ଗୁଡ଼ିକ ଫୁଟିଛି ମ। ସେଠୁ ବାସବଦତ୍ତା କହିଲେ ବସନ୍ତକ ସଂକୀର୍ତ୍ତନେ ନ ଅହମ୍, ସନ୍ଧି ବିଚ୍ଛେଦ କଲି, ସଂକୀର୍ତ୍ତନେ ନାହମ୍ ପୁନଃ ଜାନାମି, ମୁଁ ପୁଣି ଜାଣୁଛି, ଉଜ୍ଜୟିନ୍ୟାଂ ବର୍ତ୍ତ ଇତି, ମୁଁ ଉଜ୍ଜୟିନୀରେ ରହିଛି ବୋଲି ମୁଁ ଜାଣିପାରୁଛି। ବାସବଦତ୍ତା କହିଲେ ଯେ ରାଜା ଯେଉଁ ବିଦୂଷକକୁ ବସନ୍ତକ ବୋଲି ସମ୍ବୋଧନ କରିଛନ୍ତି, ବାସବଦତ୍ତା ମାନେ ଶୁଣିଛନ୍ତି, ତେଣୁ ମନକୁ ମନ ପ୍ରକାଶ କରିକି ତ କହିପାରିବେନି, ଯେହେତୁ ପଦ୍ମାବତୀଙ୍କ ପାଖରେ ଅଛନ୍ତି। ତେଣୁ କହିଲେ ବସନ୍ତକକୁ ଉଚ୍ଚାରଣ କରିବା ଦ୍ୱାରା ମୁଁ ଜାଣିପାରୁଛି, ମୁଁ ପୁନଃ ଅହଂ ପୁନଃ ଜାନାମି, ମୁଁ ପୁଣି ଜାଣୁଛି, ଉଜ୍ଜୟିନୀ ଶବ୍ଦ ନଦୀ ଶବ୍ଦ ଭଳି, ମୁଁ ଉଜ୍ଜୟିନୀରେ ରହିଛି ବୋଲି। ସେଠୁ ରାଜା କହିଲେ ବସନ୍ତକ ଅସ୍ମିନେବ ଆସୀନୌ ଶିଳାତଳେ ପଦ୍ମାବତୀଂ ପ୍ରତୀକ୍ଷିଷ୍ୟାବହେ। ହେ ବସନ୍ତକ, ଅର୍ଥାତ୍ ରାଜା ବିଦୂଷକର ଅନ୍ୟ ନାଁ ବସନ୍ତକ, ତାକୁ ଡାକୁଛନ୍ତି ହେ ବସନ୍ତକ। ଅସ୍ମିନେବ ଶିଳାତଳେ ଆସୀନୌ, ଆସୀନୌ ମାନେ ଆମେ 2 ଜଣ ବସିବା। ତେବେ କିଏ କିଏ ନା ରାଜା ବିଦୂଷକ 2 ଜଣ ଯାକ ଏଇ ପଥର ଉପରେ ବସି ପଦ୍ମାବତୀଂ ପ୍ରତୀକ୍ଷିଷ୍ୟାବହେ, ପଦ୍ମାବତୀଙ୍କୁ ଅପେକ୍ଷା କରିବୁ। ସେଠୁ ବିଦୂଷକ କହିଲେ ଭୋ ତଥା ହି ହି ଶରତକାଳ ତୀକ୍ଷ୍ଣ ଦୁଃସହ ଆତପ, ଶରତକାଳର ଅତ୍ୟଧିକ ଯେଉଁ ମାନେ ହେଉଛି ଶରତକାଳର ତୀକ୍ଷ୍ଣ ଦୁଃସହ ଆତପ, ସହି ନହେବା ଭଳି ଯୋଗ୍ୟ ଯେଉଁ ଖରା, ଶରତକାଳର ଖରାଟା ଟାଣୁଆ ଖରା। ତେଣୁ ବିଦୂଷକ କହିଲା ତେବେ ତତ୍ ଇମମ୍ ତଦିମମ୍ ତାବତ୍ ଯୁକ୍ତ ମାଧବୀ ମଣ୍ଡପଂ ପ୍ରବିଶାବ, ତେବେ ଚାଲ ଏହି ମାଧବୀ ମଣ୍ଡପକୁ ଆମେ ଦୁହେଁ ପ୍ରବେଶ କରିଯିବା। ରାଜା କହିଲେ ବାଢ଼ମ୍, ହଁ ବାଢ଼ମ୍ ଅବ୍ୟପଦ, ହଁ ଗଚ୍ଛାଗ୍ରତ, ଗଛ ଯୁକ୍ତ ଅଗ୍ରତଃ, ଆଗରେ ଚାଲ। ବିଦୂଷକ କହିଲେ ଏବଂ ଭବତୁ, ଏହି ପ୍ରକାର ହେଉ। ଉଭୌ ପରିକ୍ରାମତ, ଦିହେଁ ଯାକ ବୁଲି ପଡ଼ିଲେ। ପଦ୍ମାବତୀ କହିଲେ ସର୍ବମ୍ ଆକୁଳଂ କର୍ତ୍ତୁ କାମ ଆର୍ଯ୍ୟ ବସନ୍ତକ, ସବୁ ବିଗାଡ଼ି ଦେବା, ଆକୁଳ ଅର୍ଥ ହେଉଛି ବିଗାଡ଼ି ଦେବା, ସବୁଯାକ ମାନେ ବିଗାଡ଼ି ଦେଉଛି ଆର୍ଯ୍ୟ ବସନ୍ତକ, ବିଗାଡ଼ିବାକୁ କର୍ତ୍ତୁ କାମ, କରିବାକୁ ଇଚ୍ଛୁକ। ଆର୍ଯ୍ୟ ବସନ୍ତକ କ'ଣ କରିବାକୁ ଇଚ୍ଛୁକ ନା ବର୍ତ୍ତମାନ ସବୁ ବିଗାଡ଼ି ଦେବାକୁ। ଆମେ ତ ଏଠି ଅଛୁ, ସେମାନେ ପୁଣି ଆମରି ଆଡ଼କୁ ଆସିବେ। କିମ୍ ଇଦାନିମ୍ କୁର୍ମ, ଆମେ ବର୍ତ୍ତମାନ କ'ଣ କରିବା ବୋଲି ପଦ୍ମାବତୀ କହୁଛନ୍ତି। ସେଠୁ ଚେଟି କହିଲା ଗୋଟେ ଉପାୟ କ'ଣ, ସେ କେମିତି ନ ଆସିବେ। ହେ ଭର୍ତ୍ତୃଦାରିକେ, ହେ ରାଜଜେମା, ଏତାଂ ମଧୁକର ପରିନିଲ୍ଲିନାମ ଅବଲମ୍ବଲତାମ ଅବଧୂୟ, ଏହି ମଧୁକର, ମଧୁକର ହେଲା ମଧୁ କରୋତି ଇତି, ମଧୁକର ମଧୁମ କରିବ ନାହିଁ, ଉପବଦ ତତ୍ପୁରୁଷ ସମାସ। ମଧୁକୁ ଯିଏ କରେ, ମହୁ ସଂଗ୍ରହ କରେ, ସିଏ ହେଉଛି ମଧୁକର, ହେଲା ଭଁର। ଏଇ ମଧୁକର ପରିନିଲ୍ଲିନା, ପରିନିଲ୍ଲିନା ଅର୍ଥ ଆଶ୍ରା ନେଇଥିବା, ଭଁର ମାନେ ମାନେ ବେଢ଼ିକିରି, ପରିନିଲ୍ଲିନା ଅର୍ଥ ଘେରି ରହିବା ବା ବେଢ଼ି ରହିବା, ବେଢ଼ି ରହିଛନ୍ତି। ଅବଲମ୍ବ ଲତାମ, ଯେଉଁ ଲତାକୁ ମାନେ ଫୁଲ ଫୁଟିଛି, ଫୁଲକୁ ଭଁର ମାନେ ବେଢ଼ିକିରି ରହିଛନ୍ତି, ସେହି ଲତାମ ଅବଧୂୟ, ସନ୍ଧି ବିଚ୍ଛେଦ କଲେ, ସେହିଭଳି ଲତାକୁ ଅବଧୂୟ ଅର୍ଥ ଦୋହଲାଇ
କରି ଭର୍ତ୍ତାରଂ ବାରଇଷ୍ୟାମି। ଚେଟି କହିଲା ମୁଁ ସ୍ୱାମୀଙ୍କୁ ବାରଣ କରିବି। ସେଠୁ ପଦ୍ମାବତୀ କହିଲେ ଏବଂ କୁରୁ ଏହି ପ୍ରକାର କର। ଚେଟି ତଥା କରୋତି, ଚେଟି ସେହି ପ୍ରକାର କରିଛି। ସେଠୁ ବିଦୂଷକ କହିଲା ଅବିଧା ଅବିଧା ତିଷ୍ଠତୁ ତିଷ୍ଠତୁ ତାବତ ଭବାନ। ରହିଯାଅ ରହିଯାଅ, ଆପଣ ଟିକେ ରହିଯାଆନ୍ତୁ। କାହାକୁ? ରାଜାଙ୍କୁ କହୁଛି ବିଦୂଷକ। ଆପଣ ଇଆଡ଼କୁ ମାଡ଼ି ଆସନ୍ତୁ ନାହିଁ। ରାଜା କହିଲେ କିମର୍ଥମ୍, କାହିଁକି ମୁଁ ଯିବିନି? ବିଦୂଷକ କହିଲେ ଦାସ୍ୟା ପୁତ୍ରୈ ମଧୁ କରେଇ ପୀଡ଼ିତୋସ୍ମି। ସନ୍ଧି ବିଚ୍ଛେଦ ପୁତ୍ରୈ ଯୁକ୍ତ ମଧୁ କରେଇ, ଯେ ଦାସ୍ୟା ପୁତ୍ର ହେଲେ ପୋଇଲି ପୁଅ, ପୋଇଲି ପୁଅ ମଧୁକର ହେଲେ ଭଅଁର। ଭଅଁରମାନଙ୍କୁ ଗାଳି କରି ବିଦୂଷକ କହିଛି ଏ ପୋଇଲି ପୁଅ ଭଅଁରମାନଙ୍କ ଦ୍ୱାରା ପୀଡ଼ିତ ଅସ୍ମି, ମୁଁ ପୀଡ଼ା ପାଉଛି। ସନ୍ଧି ବିଚ୍ଛେଦ କଲେ। ଅସ୍ମିଟା ଏଠି ଉତ୍ତମ ପୁରୁଷ, ତେଣୁ ବିଦୂଷକ ପୋଇଲି ପୁଅ ଭଅଁରମାନଙ୍କ ଦ୍ୱାରା ପୀଡ଼ା ପାଉଛନ୍ତି ବୋଲି ରାଜାଙ୍କୁ କହିଲେ। ତେଣୁ ରାଜାଙ୍କୁ କାଳେ ଭଅଁର ଆଟାକ୍ କରିବ, ସେଥିପାଇଁ କହିଲେ ଆପଣ ରହିଯାଆନ୍ତୁ। ରାଜା କହିଲେ ମା ମା ଭବାନ ଏବଂ। ସନ୍ଧି ବିଚ୍ଛେଦ ଭବାନ ଯୁକ୍ତ ଏବଂ ଭବାନ ଏବଂ, ଆପଣ ଏଭଳି କୁହନ୍ତୁ ନାହିଁ। ମଧୁକର ସନ୍ତ୍ରାସ ପରିହାର୍ଯ୍ୟ। ଭଅଁରମାନଙ୍କଠାରେ ସନ୍ତ୍ରାସ ମିନିଂ ଭୟ ଦେଖାଇବା, ପରିହାର୍ଯ୍ୟ ଅର୍ଥ ତ୍ୟାଗଯୋଗ୍ୟ। ପଶ୍ୟ ଦେଖ, ମଧୁମଦ କଳା ମଧୁକରା ମଦନାର୍ତ୍ତାଭିଃ ପ୍ରିୟାଭିଃ ଉପଗୂଢ଼ାଃ ପାଦନ୍ୟାସ ବିଷଣ୍ଣା ବୟମିବ କାନ୍ତା ବିଯୁକ୍ତାଃ ସ୍ୟୁଃ। ମଧୁମଦ କଳା, ମଧୁର ମଦରେ, ମଧୁର ମଦ, ମଧୁରେ ଯିଏ ମଦ ମାନେ ଉନ୍ମତ୍ତ ଅବସ୍ଥାକୁ ପ୍ରାପ୍ତ ହେବା, ଯାହାର କଳା ଅଟେ। କଳା ଅର୍ଥ ମାନେ କୌଶଳ। ଭଅଁରମାନେ ହିଁ ଫୁଲରୁ ମହୁ ପିଇକି ଉନ୍ମତ୍ତ ଭାବ ହେବାଟା ଜାଣିଥାନ୍ତି। ତେଣୁ ମଧୁମଦ କଳା। ଦ୍ୱିତୀୟ ବିଶେଷଣ ହେଉଛି, ପ୍ରଥମ ବିଶେଷଣ ମଧୁମଦ କଳା, ଦ୍ୱିତୀୟ ହେଲା ମଦନାର୍ତ୍ତାଭିଃ। ମଦନେନ ଆର୍ତ୍ତ ତାଭିଃ ମଦନାର୍ତ୍ତାଭିଃ, ମାନେ ମଦନ ହେଲା କନ୍ଦର୍ପ, କନ୍ଦର୍ପ ଦ୍ୱାରା ପୀଡ଼ିତ ହେଇଥିବା, ମାନେ ପୀଡ଼ିତ ହେଇଥିବା, ପୁଣି କନ୍ଦର୍ପ ଦ୍ୱାରା ପୀଡ଼ିତ ହେଲେ ପ୍ରିୟାଭିଃ ଉପଗୂଢ଼ା, ପ୍ରିୟାଙ୍କ ଦ୍ୱାରା, ଉପଗୂଢ଼ା ଅର୍ଥ ଆଲିଙ୍ଗିତ ହେବା। ତେବେ ଏଠି କୁହାଗଲା କ'ଣ ଯେ ପ୍ରିୟ ମାନେ ଭଅଁରମାନେ ଭ୍ରମରୀମାନଙ୍କ ଦ୍ୱାରା କ'ଣ ହେଇଛନ୍ତି? ଆଲିଙ୍ଗିତ ହେଇଛନ୍ତି ଯେଉଁ ମଧୁକରା ମାନେ ଭଅଁରମାନେ। ତେବେ ମଧୁକରାର ବିଶେଷଣ ପଦ ହେଲା ତିନୋଟି। ଏଇ ତିନି ପ୍ରକାର ବିଶେଷଣ ଯୁକ୍ତ ଭ୍ରମରମାନେ ପାଦନ୍ୟାସ ବିଷଣ୍ଣା, ଆମ ଭଳି ମନୁଷ୍ୟଙ୍କର ପାଦର ଉଠେଇକି ପକେଇବା ବା ପାଦ ବିକ୍ଷେପ ଦ୍ୱାରା, ପାଦ ମାନେ ପାଦରେ ଚାଲିକି ତାଙ୍କ ପାଖରେ ଯିବା ଦ୍ୱାରା ବିଷଣ୍ଣା ଅର୍ଥ ଦୁଃଖିତା ହେବେ। କେଉଁମାନେ? ଭଅଁରମାନେ। ତେଣୁ ଭଅଁରମାନେ ଦୁଃଖିତ ହେଲେ ବୟମିବ କାନ୍ତା ବିଯୁକ୍ତାଃ ସ୍ୟୁଃ, ଆମ ଭଳି ସ୍ତ୍ରୀମାନଙ୍କ ଦ୍ୱାରା ବିଚ୍ଛେଦିତ ନ ହୁଅନ୍ତୁ, ହେବାକୁ ଦେବା ଉଚିତ ନୁହଁ। ରାଜା ଏକଥା କାହିଁକି କହିଲେ? ଯେହେତୁ ବାସବଦତ୍ତାଙ୍କ ବିରହରେ ରାଜା ତାଙ୍କର ଯେଉଁ କଷ୍ଟ ପାଉଛନ୍ତି, ସେ କଷ୍ଟକୁ ଅନୁଭବ କରୁଥିବାରୁ ବିଦୂଷକକୁ କହୁଛନ୍ତି ଭଅଁରମାନଙ୍କୁ ସେଭଳି ତୁମେ ହଇରାଣ କର ନାହିଁ, ତାଙ୍କ ସ୍ତ୍ରୀମାନଙ୍କ ଠାରୁ ବିଚ୍ଛେଦିତ ତୁମେ କରିବା ଉଚିତ ନୁହଁ। ତସ୍ମାତ୍ ଇହ ଏବ ଆଶିଷ୍ୟାବହେ। ତସ୍ମାତ୍ ହେଲା ହେତୁ ପଞ୍ଚମୀ। ସେଇ ହେତୁରୁ ଇହ ଏଠାରେ, ଏବ ଅର୍ଥ ନିଶ୍ଚିତ, ଆଶିଷ୍ୟାବହେ, ଆଶିଷ୍ୟାବହେ ଅର୍ଥ ଆମେ ନିଶ୍ଚିତ ଏଇଠାରେ ହିଁ ବାସ କରିବା ବା ବସିବା, ଆମେ ଆଉ ଆଗକୁ ଯିବା ନାହିଁ। ତାପରେ ରାଜା କହିଲେ ଅବଲୋକ୍ୟ ଅର୍ଥ ଦେଖି। ଏଠୁ ବିଦୂଷକ କହିଲେ, ବିଦୂଷକ କହୁଛନ୍ତି କ'ଣ ଯେ ଏବଂ ଭବତୁ, ଏହି ପ୍ରକାର ହଉ, ଉଭୟ ଉପବିଶତ, ଉଭୟ ବସି ପଡ଼ିଲେ। ରାଜା ସେଠୁ କହିଲେ ଅବଲୋକ୍ୟ ଅର୍ଥ ଦେଖି।
पादाक्रान्तानि पुष्पाणि सूक्ष्मं चेद शिलातलं नूनं काचित् इहासीना मां दृष्ट्वा सहसा गता। जे राजा से कथा कहउचंती पुष्पाणि पादाक्रान्तानि माने शेफाड़ी फूल गुड़िक गछ मूल पाद द्वारा आक्रांत होइछि। पुष्पाणि पादाक्रान्तानि पत्थर खंड उपरे राजा विदूषक बसी पड़िले। शिला तल को निरीक्षण करी राजा देखिकी कहउचंती ए फूल गुड़िक तो पादरे दला होइछि। एक विशेषण। दुई है शिलातलम सूक्ष्मम। शिलातलम सूक्ष्मम ए पत्थर खंडटा उषुम लगुच। च इदम संधि च युक्त इदम चेदम। द्वितीय है शिलातल बा पत्थर खंडटी उषुम लगुच। तेबे तापरे आसिला नूनंग ए दीटा कारणरू निश्चित। नूनंग है अव्ययपद निश्चित। काचित युक्त इह युक्त आसीना संधि विच्छेद। काचित युक्त इह युक्त आसीना काचित इहासीना केही जणे एठारे बसीथिला मां दृष्ट्वा सहसा गता। मोते देखिकिरी हठात पळेई जाइछि। निश्चित एठी केही जणे बसीथिला मोते देखिकिरी पळेई जाइछि बोली राजा अनुमान करिछंती। तापरे चेट्टी कहिला भर्तृदारिके रुद्धा खलु स्मः वयम। स्मो वयम संधि स्मः युक्त वयम स्मो वयम। दासी कहिला हे राजजेमा आमे समस्ते कौन हो गलु बंदी हो गलु। सेठू पद्मावती कहिले दिष्ट्योपविष्ट आर्यपुत्र। संधि विच्छेद दिष्ट्या युक्त उपविष्ट दिष्ट्योपविष्ट। दिष्ट्या अर्थ भाग्यवशत। भाग्यवशत आर्यपुत्र बसी पड़िले। सेठू बासवदत्ता आत्मगतम दिष्ट्या प्रकृतिस्थ शरीर आर्यपुत्र। जना पड़ुची आर्यपुत्र सुस्थ शरीर रे अछंती। जो विरह व्यथारे पीड़ित होइथिले बासवदत्ता अनुभव कलेनी आर्यपुत्र भल हो जाइछंती। सेठू चेट्टी कहिला भर्तृदारिके शाश्रुपाता खलु आर्याया दृष्टे। जे आर्यां खलु युक्त आर्याया खलुआर्याया। तेबे हे राजजेमा दासी कहूची आर्यांकर दृष्टि शाश्रुपाता अर्थात अश्रुपूर्ण हो जाइछि। सेठू बासवदत्ता कहिले ऐसा खलु मधुकराणाम अविनयात। संधि विच्छेद मधुकराणाम युक्त अविनयात इज इक्वल टू मधुकराणाम अविनयात। ऐसा खलु तबे ये निश्चित मधुकर मानक अविनयात माने दुष्टामी हेतु। हाँ काशकुसुम रेणुना जेहेतु भंवर माने उड़ुचंती परिवेश परिस्थिति की नहीं बासवदत्ता सेठू कहीदेले प्रश्नर उत्तर रे कहीदेले जे भंवर मानक दुष्टामी जोगु काशतंडी फुलर रेणु द्वारा करणी तृतीया काशकुसुम रेणु ना अखि निपतितेन मो आखिरे पड़ी जीवा द्वारा अखि वाटा नाही मु खाली जोड़िकी बुझौची तुमको माने काशतंडी भंवर माने जो जेतेबेले फूल उपर उड़ी जाउछंती तांको पादरे लागिथिबा जो पराग रेणु से पराग रेणु गुड़िक आखिरे मो आखिरे पड़ीगला गोटे पवन रे उड़ी आसी पतितेन पड़ी जीवा द्वारा हेतु तृतीया मे दृष्टि शोधका मोर आखि दुईटी शोधका उदकई सह वर्तमान शोधका अर्थात जलयुक्त होइछि मो आखिरे पानी हेइथिपाई पळेई आसुछि अर्थात भंवर मानक दुष्टामी जोगु मो आखिरे लुह आसीछि। तापरे जुज्यते पद्मावती कहिले जुज्यते हाँ ठीक है थई पारे। सेठू विदूषक कहिला भो शून्यं खलुइदं प्रमोद बनम एही प्रमोद वन निश्चिंत शून्य अटे। विदूषक कहिला ए प्रमोद वनटी कौन अटे शून्य अटे निर्जन अटे। प्रष्टव्यम किंचिद अस्ति संधि किंचित युक्त अस्ति किंचिद अस्ति पचारिबार किछि अछि। पचारिबार विदूषक कहिला भो शून्यं खलु इदं प्रमोद वनम एही प्रमोद वन निर्जन अटे निर्शून अटे तेबे किछि पचारिबार अछि भवंतं पृच्छामि आपणଙ୍କୁ पचारुछि। राजा कहिले कौन छंदतः कपट करिकिरी पचारुछ
ବିଦୂଷକ କହିଲେ କା ଭବତଃ ପ୍ରିୟା ତଦାନୀଂ ତତ୍ର ଭବତି ବାସବଦତ୍ତା ଇଦାନୀଂ ପଦ୍ମାବତୀ ବା। ପୁରା ମାନେ ବିରାଟ ବଡ଼ ସଙ୍କଟରେ ବିଦୂଷକ ରାଜାଙ୍କୁ ପକାଇ ଦେଉଛନ୍ତି। ପଚାରୁଛନ୍ତି କିଏ ଆପଣଙ୍କର ପ୍ରିୟ? ସେତେବେଳର ଥିବା ମାନେ ବାସବଦତ୍ତା ପ୍ରିୟ ନା ବର୍ତ୍ତମାନ ସାମ୍ପ୍ରତିକ ପରିସ୍ଥିତିରେ ଯେଉଁ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଛନ୍ତି ପଦ୍ମାବତୀଙ୍କୁ ସିଏ ଆପଣଙ୍କର ପ୍ରିୟ ବୋଲି ବିଦୂଷକ ପ୍ରଶ୍ନ କଲେ। ସେଠି ତାପରେ ରାଜା କହିଲେ କିମ୍ ଇଦାନୀଂ ସନ୍ଧି କିମ୍ ଇଦାନୀଂ ଭବାନ୍ ମହତି ବହୁମାନ ସଙ୍କଟେ ମାଂ ନ୍ୟସ୍ୟତି। କ'ଣ ବର୍ତ୍ତମାନ ଆପଣ ବିରାଟ ବଡ଼ ସଙ୍କଟକୁ ମୋତେ ନେଉଛନ୍ତି? ପଦ୍ମାବତୀ କହିଲେ ହଳା ଯାଦୃଶେ ସଙ୍କଟେ ନିକ୍ଷିପ୍ତ ଆର୍ଯ୍ୟପୁତ୍ର। ପଦ୍ମାବତୀ କହିଲେ ହଳା, ହଳା ବୋଲି ବାସବଦତ୍ତାଙ୍କୁ ସଖୀ, ହଳାର ମିନିଂ ହେଉଛି ସଖୀ। ପଦ୍ମାବତୀ କହିଛନ୍ତି ହେ ସଖୀ, ବର୍ତ୍ତମାନ ସେଭଳି ସଙ୍କଟରେ ଆର୍ଯ୍ୟପୁତ୍ର ପଡ଼ିଗଲେ। ସେଠୁ ବାସବଦତ୍ତା କହିଲେ ଆତ୍ମଗତମ ଅହଂଚ ମନ୍ଦଭାଗା। ହଁ, ତେବେ ଅହଂଚ ମନ୍ଦଭାଗା। ପଦ୍ମାବତୀ କହିଲେ ଯାଦୃଶେ ସଙ୍କଟେ ନିକ୍ଷିପ୍ତ ଆର୍ଯ୍ୟପୁତ୍ର, ଯେ ଏଇଭଳି ମାନେ ବିରାଟ ବଡ଼ ସଙ୍କଟରେ ଆର୍ଯ୍ୟପୁତ୍ର ପଡ଼ିଯାଇଛନ୍ତି। ତେବେ ବାସବଦତ୍ତା କହୁଛନ୍ତି ମୁଁ ତାହେଲେ ମନ୍ଦଭାଗା। ତାମାନେ ପଦ୍ମାବତୀ ତାଙ୍କୁ କହିଲେ ସଖୀଙ୍କୁ। ସେଠୁ ବିଦୂଷକ କହିଲେ ସ୍ୱୈରଂ ସ୍ୱୈରଂ ଭଣତୁ ଭବାନ, ଆପଣ ନିଜ ଇଚ୍ଛାରେ କୁହନ୍ତୁ। ହଁ, ଯେ ଆପଣ ନିଜ ଇଚ୍ଛାରେ କୁହନ୍ତୁ। ଏକୋପରତା ସନ୍ଧି ଏକ ଯୁକ୍ତ ଉପରତା, ଏକୋପରତା। ଉପରତା ନାମ ମୃତା, ଜଣେ ମରିଯାଇଛି। ଅପରା ଅସନ୍ନିହିତା, ବାସବଦତ୍ତା ପୂର୍ବରୁ ମରିଯାଇଛନ୍ତି। ଅପରା ଅସନ୍ନିହିତା, ସନ୍ନିହିତ ଅର୍ଥ ନିକଟ, ଅସନ୍ନିହିତ ଅର୍ଥ ନିକଟରେ ନାହାନ୍ତି। ଅନ୍ୟ ଜଣେ ଯିଏକି ପଦ୍ମାବତୀ ଦ୍ୱିତୀୟ ପତ୍ନୀ ବର୍ତ୍ତମାନ ପାଖରେ ନାହାନ୍ତି। ସେଠୁ ରାଜା କହିଲେ ବୟସ୍ୟ ନ ଖଲୁ ବ୍ରୁୟାମ୍, ନା ନା ମୁଁ କହିପାରୁ ନାହିଁ। ବ୍ରୁୟାମ୍ ଭବାଂସ୍ତୁ ମୁଖର, ଭବାନ ଯୁକ୍ତ ତୁ ଭବାଂସ୍ତୁ, ଆପଣ ଯେହେତୁ ବାଚାଳ ବା ମାନେ ଭାରି କୁହାଳିଆ, ଡବଡବି, ମାନେ ଆପଣଙ୍କ ପାଟିରେ କିଛି ଲୁଣ ମିଳେଇବନି। ରାଜା ସେ କଥା ବିଦୂଷକକୁ କହୁଛନ୍ତି ଯେହେତୁ ଆପଣଙ୍କର ଏ ପ୍ରକୃତି ଅଛି ମୁଁ କହିବି ନାହିଁ। ପଦ୍ମାବତୀ କହିଲେ ଏତାବତା ଭଣିତମ ଆର୍ଯ୍ୟପୁତ୍ରେଣ। ହଁ, ତେବେ ଆହେ ଏଭଳି ନିର୍ବୋଧତା ମାନେ କ'ଣ କି ନିର୍ବୋଧତା? ତେବେ ମୁଁ ଏକଥା କହିବି ନାହିଁ ବୋଲି ଯେତେବେଳେ କହିଛନ୍ତି, ଯେ ପଦ୍ମାବତୀ କହୁଛନ୍ତି ଏତିକି କ'ଣ ଯଥେଷ୍ଟ? ମାନେ ସ୍ୱାମୀ ଯଥେଷ୍ଟ କହି ପକାଇଲେ ତ ମୁଁ କହିପାରିବିନି ବୋଲିକି ପଦ୍ମାବତୀ ଏକଥା କହିଛନ୍ତି। ସେଠୁ ବିଦୂଷକ କହିଲେ ଭୋ ସତ୍ୟେନ ସପାମି, ସତ୍ୟେନ ମୁଁ ସତରେ ଶପଥ କରୁଛି। ସପାମି ଅର୍ଥ ମାନେ ଶପଥ କରୁଛି ବା ପ୍ରମିସ୍ କରୁଛି। କସ୍ମାଅପି ନ ଆଖ୍ୟାସେ, ସନ୍ଧି ହେଇଛି ନାଖ୍ୟାସେ ନ ଆଖ୍ୟାସେ, ମୁଁ କାହାରିକୁ କହିବି ନାହିଁ। ଏସା ସନ୍ଦଷ୍ଟା ମେ ଜିହ୍ୱା, ହେଇଠି ମୋର ଜିହ୍ୱାକୁ ମୁଁ ମାନେ କ'ଣ ମାନେ ସଂଯତ କଲି, ଷଣ୍ଢୁ ଆସିରେ ଚାପି ଧରିଲା ଭଳିଆ ପାଟିରେ ତାଲା ପକାଇଦେଲି। ରାଜା କହିଲେ ନୋତ୍ସହେ ସଖେ ବକ୍ତୁମ୍, ନ ଯୁକ୍ତ ଉତ୍ସହେ ନୋତ୍ସହେ, ନା ନା ମୁଁ ଉତ୍ସାହ ହେ ସଖା, ମୁଁ ଉତ୍ସାହ ପ୍ରକାଶ କରିପାରୁନାହିଁ କହିବାକୁ। ସେଠୁ ପଦ୍ମାବତୀ କହିଲେ ଅହୋ ଅସ୍ୟ ପୁରୋଭାଗିତା। ପଦ୍ମାବତୀ କହିଲେ ଆହେ ଏ ମାନେ ବିଦୂଷକର କେଉଁଭଳି ନିର୍ବୋଧତା। ଏତାବତା ହୃଦୟଂ ନ ଜାନାତି, ମାନେ ଏତାବତା ମାନେ ଏହିଭଳି ମାନେ ଆର୍ଯ୍ୟପୁତ୍ରଙ୍କର ହୃଦୟକୁ ନିର୍ବୋଧ ବିଦୂଷକ ଜାଣିପାରୁନାହିଁ। ପୁରୋଭାଗିତା ନିର୍ବୋଧତା ହେବ ବା ଆଗଚଲା ପଣିଆ ବି ହେବ, ଦୁଇ ପ୍ରକାର ଅର୍ଥ କରାଯାଇପାରିବ। ହଁ, ତେବେ ଇଏ ଏଭଳି ମାନେ ଦୁଷ୍ଟ ଯେ ଆର୍ଯ୍ୟପୁତ୍ରଙ୍କର ହୃଦୟକୁ ଜାଣିପାରୁନାହାନ୍ତି। ସେଠୁ ବିଦୂଷକ କହିଲେ ଯେ କିଂ ନ ଭଣତି ମମ, କ'ଣ ମୋତେ କହିବେ ନାହିଁ? ଅନାଖ୍ୟାୟ ଅସ୍ମାତ୍ ଶିଳାପଟ୍ଟକାତ୍ ଯୁକ୍ତ ନ, ସନ୍ଧି ବିଚ୍ଛେଦ। ଅନାଖ୍ୟାୟ ମାନେ ନ କହି, ଅନାଖ୍ୟାୟ ଆଖ୍ୟା ମାନେ କହିବା, ଅନାଖ୍ୟାୟ ହେଲା ନ କହି, ଅସ୍ମାତ୍ ଶିଳାପଟ୍ଟକାତ୍ ଏହି ପଥର ଖଣ୍ଡରୁ, ନ ଶକ୍ୟମ୍ ମାନେ ସମର୍ଥ ହେଇପାରିବେ ନାହିଁ, ଶକ୍ୟମ୍ ଯୁକ୍ତ ଏକ ପଦମ୍ ଯୁକ୍ତ ଅପି,
ମାନେ ଏଇ ଶିଳାଖଣ୍ଡରୁ ଗୋଟିଏ ମାତ୍ର ସମର୍ଥ ମାନେ ଗୋଟିଏ ପାଦ ଯିବାକୁ ସମର୍ଥ ହେଇପାରିବେ ନାହିଁ। ଏକମ୍ ପଦମପି ଗନ୍ତୁମ୍ ନ ସମର୍ଥ। ଏଷ ରୁଦ୍ଧୋତ୍ର ଭବାନ ରୁଦ୍ଧ ଅତ୍ର ରୁଦ୍ଧୋତ୍ର। ଏଇଠି ଆପଣ ଏଇଠି ବନ୍ଦୀ ହେଇଗଲେ। ରାଜା କହିଲେ କିଂ ବଳାତ୍କାରେଣ, କ'ଣ ବଳପୂର୍ବକ ମୋତେ ଏଠି ବନ୍ଦୀ କରୁଛ? ମୋ ପାଖରୁ ଉତ୍ତର ପାଇବା ପାଇଁ ତମେ ଚେଷ୍ଟା କରୁଛ? ସେଇଠୁ ତାପରେ କ'ଣ ହେଇଛି ନା ରାଜା ସେଇଠୁ କହିବେ, କ'ଣ କହିବେ ଦେଖିବା। ବିଦୂଷକ କହିଲେ ଆମ୍ ବଳାତ୍କାରେଣ, ହଁ ମୁଁ ବଳାତ୍କାର କରୁଛି। ରାଜା କହିଲେ ତେନ ହି ପଶ୍ୟାମସ୍ତାବତ୍, ତେବେ ତାଲ ଦେଖ ତେବେ, ହଁ ତେବେ ବଳ ପ୍ରୟୋଗ ଦ୍ୱାରା ତାହେଲେ ମୁଁ ଦେଖିବି। ଆଉ ରାଜା କହିଲେ ଆଉ ବିଦୂଷକ କହିଲେ ପ୍ରସିଦତୁ ଭବାନ, ଆପଣ କୃପା କରନ୍ତୁ। ବୟସ୍ୟ ଭାବେନ ଶାପିତୋଷି, ଆପଣ ମୋ ସଖା ଭାବରେ ଶାପିତ ଯୁକ୍ତ ଅସି, ସଖା ଭାବରେ ମୁଁ ଆପଣଙ୍କୁ ଅଭିଶାପ ଦେଉଛି। ଯଦି ସତ୍ୟଂ ନ ଭଣସି, ମୋ ପ୍ରଶ୍ନର ଉତ୍ତରଟା ଯଦି ସତ କଥା ନ କୁହନ୍ତି ତେବେ ମୁଁ କ'ଣ କରୁଛି ନା ଆପଣଙ୍କୁ ଅଭିଶାପ ଦେଉଛି। ଆପଣ ନିଶ୍ଚିନ୍ତ ସେ ଅଭିଶାପ ପାଇବେ। ତାପରେ ରାଜା କହିଲେ କା ଗତି, ମୋର ଗତି ଆଉ କୁଆଡ଼େ? ସୂର୍ଯ୍ୟତାମ୍, ଶୁଣନ୍ତୁ ମାନେ ଇମ୍ପୋର୍ଟାଣ୍ଟ ଶ୍ଲୋକ, 5 ନମ୍ବର ଶ୍ଲୋକ। ପଦ୍ମାବତୀ ବହୁମତା ମମ ଯଦ୍ୟପି ରୂପଶୀଳ ମାଧୁର୍ଯ୍ୟୈ ବାସବ ଦତ୍ତା ବଦ୍ଧଂ ନ ତୁ ତାବନ ମେ ମନୋହରତି। ଯଦ୍ୟପି ପଦ୍ମାବତୀ, ମାନେ ରାଜା ଯେଉଁ କହୁଛନ୍ତି ଶ୍ଲୋକର ଅର୍ଥକୁ ଦେଖ। ଯଦିଓ ପଦ୍ମାବତୀ ରୂପଶୀଳ ମାଧୁର୍ଯ୍ୟୈ ମମ ବହୁମତା, ଯଦିଓ ପଦ୍ମାବତୀ ରୂପରେ ମାନେ ସୁନ୍ଦରୀ ଅଟନ୍ତି, ଶୀଳ ଅର୍ଥ ସୁନ୍ଦର ସ୍ୱଭାବଯୁକ୍ତା ବା ଚରିତ୍ରଯୁକ୍ତା ଅଟନ୍ତି, ମାଧୁର୍ଯ୍ୟୈ ମଧୁର ଭାଷଣ ଦ୍ୱାରା ଅନ୍ୟମାନଙ୍କୁ ଆପ୍ୟାୟିତ କରିପାରନ୍ତି, ତେବେ ରୂପ ସ୍ୱଭାବ ଏବଂ ମାଧୁର୍ଯ୍ୟ ମଧୁର କଥାରେ ଯଦିଓ ପଦ୍ମାବତୀ କ'ଣ କରିପାରନ୍ତି ନା ରୂପ ସ୍ୱଭାବ ମଧୁର ଭାଷଣରେ ଅନ୍ୟମାନଙ୍କର ଆପଣାର ହେଇପାରନ୍ତି ଏବଂ ଅନ୍ୟମାନଙ୍କୁ ଆପଣେଇ ପାରନ୍ତି। ହଁ ମମ ବହୁମତା, ମୋର ଯଦିଓ ସମ୍ମାନିତା ଅଟନ୍ତି ପଦ୍ମାବତୀ, ତଥାପି ବାସବଦତ୍ତା ବଦ୍ଧମ୍, ବାସବଦତ୍ତାୟାମ୍ ଆବଦ୍ଧ, ହଁ ବାସବଦତ୍ତା ବଦ୍ଧମ୍, ତେବେ ବାସବଦତ୍ତାଙ୍କ ଠାରେ ଆବଦ୍ଧ ହେଇଛି ଯେଉଁ ମନ, ମାନେ ବଦ୍ଧ ଅର୍ଥ ବାନ୍ଧି ହେବା। ମୋ ମନ ଯେହେତୁ ବାସବଦତ୍ତାଙ୍କ ଠାରେ ବାନ୍ଧି ହେଇଛି, ତାବତ ଯୁକ୍ତ ମେ ତାବନ ମେ, ମୋର ସେହି ମନକୁ, ତାବତ ଅର୍ଥ ତେବେ, ତେବେ ମୋର ସେହି ମନକୁ ନ ହରତି, ବାସବଦତ୍ତା ବଦ୍ଧଂ ନ ତୁ ତାବନ ମେ ମନୋହରତି। ପଦ୍ମାବତୀ ଯଦିଓ ମୋର ସମ୍ମାନିତା ଅଟନ୍ତି ରୂପଶୀଳ ଆଦି ଗୁଣ ଯୋଗୁଁ, ତଥାପି ମୋର ମନ ଯେହେତୁ ବାସବଦତ୍ତାଙ୍କ ଠାରେ ବାନ୍ଧି ହେଇକି ରହିଛି, ଲାବାଣକ ଗାଁରେ ଦଗ୍ଧ ହେଲା ପରଠାରୁ ମୋ ମନ ବି ଏପର୍ଯ୍ୟନ୍ତ ମୁଁ ସ୍ଥିର କରିପାରି ନାହିଁ। ଏଭଳି ମୋର ମନକୁ ପଦ୍ମାବତୀ ହରଣ କରିପାରୁନାହାନ୍ତି। ତାର ଅର୍ଥ ପଦ୍ମାବତୀଙ୍କ ଅପେକ୍ଷା ବାସବଦତ୍ତା ଅଧିକ ଗୁରୁତ୍ୱପୂର୍ଣ୍ଣ ରାଜାଙ୍କ ମତରେ। ବାସବଦତ୍ତା ଆତ୍ମଗତମ୍, ଶୁଣିଦେଲେ ଏକଥା ରାଜାଙ୍କ ମୁହଁରୁ, ନିଜକୁ ନିଜେ କହିଲେ, ଆଉ ତ ପ୍ରକାଶ କରି କହିପାରିବେନି ପଦ୍ମାବତୀ ପରିବାର ସହିତ ରହିଛନ୍ତି ଯେହେତୁ। ଭବତୁ ଭବତୁ, ହଉ ହଉ, ଦତ୍ତଂ ବେତନମସ୍ୟ ପରିଚ୍ଛେଦସ୍ୟ, ମୋର ପରିଚ୍ଛେଦ ମାନେ କଷ୍ଟର ବେତନ ମୋତେ ମିଳିଗଲା। ମୁଁ ଯେଉଁ ବାସବଦତ୍ତା ଏତେ ଦିନ ଧରିକି ଅଜ୍ଞାତବାସରେ ପଦ୍ମାବତୀଙ୍କ ନିକଟରେ ରହିଲେଣି, ବେତନ ମାନେ ପାରିଶ୍ରମିକ,
परिखेद माने कष्ट, दत्तं अर्थ दिगला, दा धातुरु त प्रत्यय, मोर कष्टर वेतन मते मिलीगला। ओहो अज्ञात बासः अपि अत्र बहुगुणः संपद्यते। जा हो बासवदत्ता कहिले मोर अज्ञात बास आज मध्य बहुगुण माने बहुत लाभदायक हेइछि। मु आज अज्ञातरे रहिले मध्य मते बहुत लाभ मिलिछि। चेटी कहिला भर्तृदारिके अदाक्षिण्य खड़ु भर्ता। हाँ तेबे अदाक्षिण्य दासी कहिला जे अदाक्षिण्य माने दक्षिण नायक नुहंती केबे हेले स्वामी, भर्ता अर्थ स्वामी। हेडु पद्मावती कहिले हड़ा माँ मैबम संधि माँ युक्त एवं मैबम। हे सखी एभଳି तुमे कुह नाही। सदाक्षिण्य एव आर्यपुत्र, आर्यपुत्र निश्चिंत दक्षिण नायक अटन्ते। आर्यपुत्र निश्चिंत दक्षिण नायक अटन्ते। ज इदानीम अपि आर्यायाः संधि इदानीम युक्त अपि युक्त आर्यायाः। जे वर्तमान आर्यांकर आर्यायाः बासवदत्तायाः गुणान् स्मरति। जे वर्तमान आर्या बासवदत्तांकर गुण गुड़ी को स्मरण करुछन्ते। पद्मावती कहिले जे आर्यपुत्र निश्चित दक्षिण नायक अटंती। प्रमाण कौन ना एपर्यंत से बासवदत्तांक गुण को स्मरण करुछन्ते। बासवदत्ता कहिले भद्रे अभिजनस्य सदृशं मंत्रितम। दे वंशर आभिजात्य अनुसारे मंत्रणा ठीक देइछ बा कथाटी सुंदर कथा कहिछ। सेठू राजा कहिले उक्तं मया मो द्वारा कुहागला। भवान इदानीं कथयतु आपण वर्तमान कुहन्तु। मु तो कहिदेली आपण वर्तमान कुहन्तु जे का भवतः प्रिया, किए आपणकर प्रिय अटे। हाँ भवान युक्त इदानीं भवान इदानीं आपण वर्तमान कुहन्तु किए आपणकर प्रिय। तदा बासवदत्ता इदानीं पद्मावती बा सेतबेଳର ଥିବା बासवदत्ता आपणकर प्रिया प्रिय अटंती ना वर्तमान पद्मावती प्रिय अटंती। पद्मावती सेठू कहिले मनकु मन कहउचंती पद्मावती आर्यपुत्रोपि बसंतकः संवृत। आर्यपुत्र युक्त अपि आर्यपुत्रोपि वर्तमान आर्यपुत्र बसंतक रोल नहीं गले। अर्थात बसंतक जो प्रश्न पचार थिला आर्यपुत्र ठीक तांकु समान से ही प्रश्न ही पचारिछन्ते। विदूषक कहिले किंग में विप्रलपितेन। हाँ विदूषक कहउचंती आउ बाजे कथा कही लाभ कौन। उभे अपि तत्र भवत्यौ मे बहुमते। विदूषक चालाक रे कहिले दी जन जाक तत्र भवत्यौ मे बहुमते। तेबे समान भाव रे दी जन जाक मोर मोर समान प्रिय अटंती। बहुमत अर्थ सम्मानित। राजा कहिले वैधेय मूर्ख माम एवं बलात् श्रुत्वा संधि विच्छेद बलात् युक्त श्रुत्वा बलात् श्रुत्वा मो ठारू हाँ माने बलपूर्वक शुणी किम इदानीं किम इदानीं किम इदानीं नाभिभाष से न युक्त अभिभाष से। मूर्ख मो ठारू बलपूर्वक तमे शुणी वर्तमान मते तुमे कहूना न अभिभाष से। विदूषक कहिले किंग मामपि बलात्कारेण कौन मते बलपूर्वक प्रयोग करुच। राजा कहिले अथ किंग बलात्कारेण आउ कौन अधिक कहीं जे मते कौन माने प्रसन्न हुआ एठी बोली कि राजा कहिले हाँ मोठू भी बलपूर्वक शुणिब। विदूषक कहिले तेन ही न शक्यम श्रोतुम। ताहले मोते बल प्रयोग कले मो ठारू शुणी पारिब नाही। राजा कहिले प्रसिद्धतु महाब्राह्मण कृपा करंतु। महाब्राह्मण आपण कृपा करंतु। स्वैरम स्वैरम अभिधीयताम आपण निज इच्छा रे कुहंतु। जे आपण वर्तमान निज इच्छा रे कुहंतु। तापरे विदूषक उत्तर देले राजांक प्रश्नर इदानीं शुणुतु भवान आपण तेबे शुणंतु। तत्र भवती बासवदत्ता मे बहुमता। सेठारे थिबा बासवदत्ता मोर सम्मानिता।
तत्र भवती पद्मावती तरुणी दर्शनीया सेठारे थिबा पद्मावती तरुणी एवं दर्शन योग्या। द्वितीय अकोपना माने रागंती नाही कोप कला वाला नुहंती। अनहंकारा नाही अहंकार जहार अनहंकार अर्थ अहंकार शून्या। मधुर बाक मधुर कथा कहिला वाला। सदाक्षिण्या दक्षिण युक्त कौन दया दाक्षिण्य गुणयुक्ता। तापरे अयंच अपरो संधि चापरो महान गुण। अयंच अपरो महान गुण ये गोटे महान गुण स्निग्धेन भोजनेन मां प्रत्युद गच्छति जे कि मोते सुंदर भोजन द्वारा मो पछे पछे से कौन करथांती ना मते माने खोजी थांती। सुंदर भोजन धरी सुस्वादु मधुर भोजन धरी से मते आप्यायित करंती। कुत्र नु खड़ु गत आर्य बसंतक। हाँ तेबे एठी कहउचंती आर्य बसंतक वर्तमान माने हे आर्य बसंतक विदूषक कहउचंती। विदूषक कहिले गोटे सुंदर गुण जे कि मते माने सुंदर भोजन द्वारा मते आप्यायित करि थांती। तेबे हे आर्य बसंतक से कुआडे गले। वासवदत्ता कहिले आत्मगतम भवतु भवतु बसंतक स्मर इदानीम एतत् संधि स्मरे दानीम एतत्। स्मर युक्त इदानीम युक्त एतत् स्मर अर्थ स्मरण कर। हे बसंतक तुम्हें वर्तमान स्मरण कर। तुम्हें वर्तमान स्मरण कर। कौन स्मरण कर ना सबु कथा को मने पकाओ मु एमती भोजन दउथिली बोली। राजा कहिले भवतु भवतु बसंतक सर्वमेतत् कथयिष्ये देव्यै वासवदत्तायै। सबु किछि कहिदेवी देवी वासवदत्तांकु। देवी वासवदत्तांकु मु सबु किछि कहिदेवी। विदूषक कहिले अविधा वासवदत्ता। अरे जे विदूषक कहउचंती हाय वासवदत्ता कहांती। हाँ कुत्र कुत्र वासवदत्ता केउठी अछंती। चिरात खलु उपरता संधि चिरात खलु उपरता खलु उपरता चिरकालरू से वासवदत्ता मृता अटंती। राजा कहिले सविषादम दुखर सहित एवं। हाँ उपरता वासवदत्ता सतेरे वासवदत्ता मरी जाइछंती। सेठु वयस्य अनेन परिहासेन व्याक्षिप्तं मे मनस्त्वया। हाँ ततो वाणी तथैवेयं पूर्वाभ्यासेन निःसृता। तोया अनेन परिहासेन राजा विदूषक को दुखर सहित कहिले हे सखा तुम द्वारा तोया अनुक्ते कर्तरी तृतीया। अनेन परिहासेन हेतु तृतीया तुम द्वारा एभली थट्टा करिबा हेतुरु मे मन व्याक्षिप्तम मोर मन कौन हिची ना विक्षिप्तता को प्राप्त होइछि अर्थात विचलित हो जाइछि। जेतेबेले विदूषक प्रिय प्रिय जो प्रश्न कला सेतेबेले राजा को उत्तर दबा को परिस्थितिर दास हेबाकू पड़िला एवं राजा मध्य सेही भली प्रश्न कले। ए सब कथावार्ता द्वारा राजांकर मन विक्षिप्त हो जाइछि। मे मन व्याक्षिप्तं मोर मन विक्षिप्त अवस्था को प्राप्त होइछि अन्यत्र चली जाइछि। तेबे वर्तमान कौन करने को हब ना ततः इयं बाणी से हेतुरु यही जो बाणी कौ बाणी ना सर्वम कथयिष्ये देव्यै वासवदत्तायै जो कथा कहीदे राजा पूर्व डायलॉग जोड़ा बुझोइली। तेबे सबू विदूषक जहाँ जहाँ कही से कथा को सी वासवदत्ता को कहीदेवे बोली कहले। तेणु श्लोक 6 रे पर्टिकुलर राजा से कथा कहउचंती मु ए जो कथाटी कहीदेली मोर पूर्व अभ्यास वशत से भली निःसृता माने मो पाटी बाहरी गला। मुखात निःसृता मोर मुहरु एई भली पूर्व अभ्यास वशत बाहरी पड़िला। सेठु पद्मावती कहिले हाँ रमणीय खलु कथा जोग नृशंसेन विसंवादित। तेबे सुंदर कथा जोगटी नृशंस विदूषक द्वारा विसंवादित अर्थ बिगाड़ी दिया गला। पूर्वरु कहिथिले माने बिगाड़ी दिया गला बोली एबे एठी पुणी पद्मावती सेई कथा कहउचंती।
ତେବେ ବାସବଦତ୍ତା ଆତ୍ମଗତମ୍ ବାସବଦତ୍ତା ନିଜକୁ ନିଜେ କହିଲେ ଭବତୁ ଭବତୁ ବିଶ୍ୱସ୍ତାସ୍ମି ବିଶ୍ୱସ୍ତା ଯୁକ୍ତ ଅସ୍ମି ସନ୍ଧି ବିଚ୍ଛେଦ ବିଶ୍ୱସ୍ତାସ୍ମି ମୁଁ ଟିକେ କ'ଣ ହେଲି ଆଶ୍ୱସ୍ତି ଲାଭ କଲି। ଓହୋ ପ୍ରିୟଂ ନାମ ଈଦୃଶଂ ବଚନମ୍ ଅପ୍ରତ୍ୟକ୍ଷଂ ଶ୍ରୂୟତେ। ତେବେ ସେ ବାସବଦତ୍ତା କହୁଛନ୍ତି ଏଭଳି ପ୍ରିୟ କଥା ଅପ୍ରତ୍ୟକ୍ଷମ୍ ଈଦୃଶଂ ଅବ୍ୟପଦ ଏହିପରି ଈଦୃଶଂ ବଚନମ୍ ମାନେ ଏହିପରି କଥା ଅପ୍ରତ୍ୟକ୍ଷଂ ଶ୍ରୂୟତେ ମୋର ପରୋକ୍ଷରେ ମୋତେ ଶୁଣିବାକୁ ହେଇଛି। ସେଠୁ ବିଦୂଷକ କହିଲା ଧାରୟତୁ 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 ଭବାନ ଅନତିକ୍ରମଣୀୟ ହି ବିଧି ବିଧିକୁ କେହି କେବେ ହେଲେ ଅତିକ୍ରମ କରି ଯାଇପାରେ ନାହିଁ। ଭାଗ୍ୟରେ ଯାହା ଲେଖା ହେଇଛି ବିଧାତା ଯାହା ଲେଖିଦେଇଛି ତାହା ହିଁ ଘଟିବ। ଈଦୃଶମ୍ ଇଦାନୀମ୍ ଏତତ୍ ଏପରି ତ ଏବେ ଘଟି ଯାଇଛି। ତେବେ ଏଇ ଯେଉଁ ଭିଡ଼ିଓଟି ପିଲାମାନେ ଆରମ୍ଭରୁ ଶେଷ ଯାଏ ତୁମେ ଧୈର୍ଯ୍ୟର ସହିତ ଶୁଣ, ତାପରେ ତାକୁ ମାନେ ଭଲ ଲାଗିଲେ ଲାଇକ୍ କର, ସେୟାର କର, ସାଙ୍ଗସାଥିମାନଙ୍କୁ ଯେତେ ସେୟାର କରିବ ସେମାନେ ନିଜ ନିଜ ମତାମତ ଦେବାକୁ ଭୁଲନ୍ତୁ ନାହିଁ। ତା ସହିତ ହ୍ୱାଟ୍ସଆପ୍ରେ ଯେଉଁ କୋଶ୍ଚିନ୍ ଆନ୍ସର୍ ଯାଉଛି, ତେଣୁ ୟାର କୋଶ୍ଚିନ୍ ଆନ୍ସର୍ ବି ଆଜି ଛାଡ଼ିବି। ତେଣୁ ଏ କୋଶ୍ଚିନ୍ ଆନ୍ସର୍ ପାଇଁ ସମସ୍ତେ ସଜାଗ ରହିଥାଅ, ମୋତେ ତାର ବିଷୟରେ ମତାମତ ଦିଅ, କମେଣ୍ଟ ଦେବାକୁ ଆଦୌ ଭୁଲିବ ନାହିଁ ଏବଂ ତା ବାଦେ ଏଇଥିରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅ। ଆଜି ପାଇଁ ଭିଡ଼ିଓଟି ଏତିକି।